ଆଜି ସର୍ବତ୍ର ରଙ୍ଗର ପର୍ବ ଦୋଳ ପାଳିତ ହେଉଅଛି। ଶ୍ରୀକୃଷ୍ଣ ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳିତ ହୋଇଥାଏ। ଆମକୁ ଜାଣିବାକୁ ପଡ଼ିବ ରାଧାକୃଷ୍ଣ କିଏ, ଯାହାକି ଯୋଗ ବଶିଷ୍ଠ ରାମା ସ୍ପଷ୍ଟ ଭାବରେ ବର୍ଣ୍ଣନା କରେ। ବ୍ରହ୍ମ ନାମ ରୂପ ଗୁଣ ଭାବରେ ପ୍ରକାଶ ପାଉଛନ୍ତି। ପ୍ରଭୁ ରାମଚନ୍ଦ୍ର ସାରା ସଂସାର ତରୁଣାବସ୍ଥାରେ ସାରା ସଂସାର ବୁଲି ଆସିବା ପରେ ସଂସାରର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖେ କ୍ଷୀଣ ହୋଇଗଲେ ଏବଂ ଆହାର ନିଦ୍ରା ସବୁ ତ୍ୟାଗ କରିଦେଲେ। ଏହି ସମୟରେ ବିଶ୍ୱାମିତ୍ର ଜାଗ ରକ୍ଷା ପାଇଁ ରାମଚନ୍ଦ୍ରଙ୍କୁ ନେବା ପାଇଁ ଆସିଲେ ଏବଂ ଏହି ସମ୍ବାଦ ଶୁଣିବା ପରେ ବଶିଷ୍ଠ ଋଷି ମଧ୍ୟ ଥିଲେ ସେଠି। ବଶିଷ୍ଠ ରାଜସଭାକୁ ରାମଙ୍କୁ ଡକାଇଥିଲେ ଏବଂ ସେ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ତାହା ଯୋଗ ବଶିଷ୍ଠ ରାମାୟଣ ନାମରେ ପରିଚିତ। ସମସ୍ତ ପ୍ରାଣୀ ଯାହାଙ୍କଠାରୁ ସୃଷ୍ଟି ହୋଇ ପୁଣି ଯାହାଙ୍କଠାରେ ଲୀନ ହୁଅନ୍ତି ତାଙ୍କୁ ପରଂବ୍ରହ୍ମ କହନ୍ତି। ଜ୍ଞାନ ଓ କର୍ମ ଉଭୟଙ୍କ ସହାୟତାରେ ମନୁଷ୍ୟର ମୁକ୍ତି ହୁଏ। ଜ୍ଞାନୀମାନେ ଫଳଦାୟକ ସ୍ୱର୍ଗ ସୁଖ ମଧ୍ୟ କାମନା କରନ୍ତି ନାହିଁ, କାହିଁକିନା ପୁଣ୍ୟ ଶେଷ ହୋଇଗଲେ ସ୍ୱର୍ଗରୁ ବିତାଡ଼ିତ ହୋଇ ମନୁଷ୍ୟ ପୁଣି ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିଥାଏ। ତାକୁ ସଦ୍ଗୁରୁ ଅର୍ଜୁନ କହନ୍ତି, ତମେ ପୁଣ୍ୟ କାମ କଲେ ସୁନା ଶିକୁଳିରେ ବନ୍ଧା ହେବ ଏବଂ ପାପ କାର୍ଯ୍ୟ କଲେ ଲୁହା ଶିକୁଳିରେ ବନ୍ଧା ହେବ। ବନ୍ଧନ ସୁନିଶ୍ଚିତ। ଯେତେ ସମୟ ପର୍ଯ୍ୟନ୍ତ ଗୁଣାତୀତ ସ୍ଥିତିକୁ ଯାଇନାହଁ ସେତେ ସମୟ ପର୍ଯ୍ୟନ୍ତ ମୁକ୍ତି ଅସମ୍ଭବ। ଜଗତର କୌଣସି ଅସ୍ତିତ୍ୱ ନଥିଲେ ମଧ୍ୟ ବ୍ରହ୍ମଙ୍କଠାରେ ଜଗତ ଭ୍ରମ ଉତ୍ପନ୍ନ ହେଉଅଛି। ଜଗତର ଅସ୍ତିତ୍ୱ ନାହିଁ ବୋଲି ଜଗତ ପ୍ରତି ଆସକ୍ତ ନ ହେବାର ନାମ ମୁକ୍ତି। ଯେ ବାସନା ସମୂହକୁ ପରିତ୍ୟାଗ କରିଛନ୍ତି ସେ ସମ୍ପୂର୍ଣ୍ଣ ମୁକ୍ତ। ବାସନା କ୍ଷୟରେ ଚିତ୍ତ ମଧ୍ୟ ବିଲୀନ ହୋଇଥାଏ। ଏଠାରେ ବାସନା ଦୁଇ ପ୍ରକାର ବୋଲି କୁହାଯାଇଛି। ଏକ ହେଉଛି ମଳିନ ବାସନା, ଦୁଇ ହେଉଛି ଶୁଦ୍ଧ ବାସନା। ମଳିନ ବାସନା ପୁନଃ ପୁନଃ ଜୀବକୁ ଜନ୍ମମୃତ୍ୟୁ ଚକ୍ରରେ ପକାଇଥାଏ, କିନ୍ତୁ ଶୁଦ୍ଧ ବାସନା ତତ୍ତ୍ୱଜ୍ଞାନ ଲାଭର ଅଧିକାରୀ। ସେହି ତତ୍ତ୍ୱଜ୍ଞାନ ଲାଭ କଲେ ମନୁଷ୍ୟ ପ୍ରଭୁ ରାମଚନ୍ଦ୍ରଙ୍କ ପରି ଜୀବନ୍ମୁକ୍ତ ହୋଇଥାଏ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି।